ମୁଁ ଡକ୍ଟର ପ୍ରଦ୍ୟୁମ୍ନ କୁମାର ସାହୁ, ସିନିୟର ସର୍ଜିକାଲ ଅଙ୍କୋଲୋଜିଷ୍ଟ ଉତ୍କଳ ହସ୍ପିଟାଲ ଭୁବନେଶ୍ୱର। सर बहुत इंपॉर्टेंट टॉपिक आज आम डिस्कशन करिया को जाउछु जेटा होची ब्रेस्ट कैंसर एंड एटा वन ऑफ द मोस्ट कॉमन कैंसर्स जोटा हमें डिटेक्ट करूछु इंडिया रे एंड ओवर बहुत लोग सफर करूछंती मेन हो वुमेन हो बहुत लोग इतने सफर करूछंती तो सर फर्स्ट क्वेश्चन रहुची कि ब्रेस्ट कैंसर ता एक्चुअली कोन एंड आर साइंस और सिम्पटम्स कोन रहे एंड अर्ली डिटेक्शन ता बेसिकली स्त्री लोक माने कि कहा पई कि अर्ली डिटेक्शंस माने केमिति कर परिबे निजे सेल्फ एग्जामिनेशन करके फास्ट ମୁଁ କହିବି କି କ୍ୟାନ୍ସର ହେଉଛି ଗୋଟେ ଆମର ଯୋଉ ନର୍ମାଲ ସେଲ୍ର ଆବନର୍ମାଲ ବିହେଭିଅର। ଆମର ନର୍ମାଲ ସେଲ୍ ଗୁଡ଼ାକ କିଛି ସେଲ୍ ଡିଭିଜନ ପରେ ସେଗୁଡ଼ା ଡେଥ୍ ହେଇଯାଆନ୍ତି, କିନ୍ତୁ କ୍ୟାନ୍ସର କ୍ଷେତ୍ରରେ ସେଇ ସେଲ୍ ଗୁଡ଼ାକର ଇମୋର୍ଟାଲ ହେଇଯାଆନ୍ତି, ଅର୍ଥାତ୍ ତାଙ୍କର ରେଗୁଲେଟର ମେକାନିଜିମ୍ ମାନେ ନଥାଏ, ଯୋଉଥିପାଇଁ କି ରାପିଡ୍ ଗ୍ରୋଥ୍ ହୁଅନ୍ତି, ଯୋଉଠିକି ଗ୍ରୋଥ୍ ହେଲା ପରେ ସେଲ୍ ଗୁଡ଼ାକ ଗୋଟେ ଟ୍ୟୁମର ଆକାରରେ ପ୍ରେଜେଣ୍ଟ କରନ୍ତି। ଏବଂ ବ୍ରେଷ୍ଟ ଯେତେବେଳେ ସେଟା ହେଇଥାଏ ଆମେ ତାକୁ ବ୍ରେଷ୍ଟ କ୍ୟାନ୍ସର କହିଥାଉ। ବ୍ରେଷ୍ଟ କ୍ୟାନ୍ସର ମେଲ୍ ମାନଙ୍କର ବି ହୁଏ, କିନ୍ତୁ କମନ ଡିଜିଜ୍ ହେଉଛି ଫିମେଲ ମାନଙ୍କର। ଆମେ ବ୍ରେଷ୍ଟ କ୍ୟାନ୍ସର କେମିତି ଜାଣିବୁ କାହାର କିଛି ମାନେ ବ୍ରେଷ୍ଟ କ୍ୟାନ୍ସର ହେଇଛି ନା ନାହିଁ ଆମେ ଜାଣିବା ପାଇଁ ଆମକୁ ଫାଷ୍ଟ ଜିନିଷ ହେଲା ଯେ ଯେକୌଣସି ଗେଟା ବା ଲମ୍ପ ଯୋଉଟା ଆମେ କହୁ, ଯଦି ବ୍ରେଷ୍ଟ କିଛି ହେଇଥାଏ ତାକୁ ଆମେ ପରୀକ୍ଷା କରିବା ନିହାତି ଦରକାର। ତା ସହିତ ଯଦି କେବେ ନିପୁଲ ଡିସଚାର୍ଜ ଯୋଉଟା କି ବ୍ଲଡି ନିପୁଲ ଡିସଚାର୍ଜ କିମ୍ବା ବ୍ରେଷ୍ଟରେ କିଛି ଯଦି ଅଲସର ହେଉଛି ବା ଯଦି ସ୍କିନ୍ର କିଛି ଚେଞ୍ଜେସ୍ ହେଉଛି ବା ଯଦି ସାଇଜ୍ର କିଛି ଡିଫରେନ୍ସ ରହୁଛି କିମ୍ବା ନିପୁଲରେ ଯଦି କିଛି ଅଲସର ହେଉଛି, ତେବେ ଏସବୁ କିଛି କ୍ୟାନ୍ସର ଲକ୍ଷଣ ହେଇପାରେ। କିନ୍ତୁ ସବୁ ଲମ୍ପ ବା ସବୁ ଗେଟା ଯେମିତିକି କ୍ୟାନ୍ସର ହେଇନଥାଏ। ପର୍ଟିକୁଲାରଲି ୟଙ୍ଗର ଏଜ୍ରେ ଗେଟା ଯୋଉଗୁଡ଼ାକ ଥାଏ ବା ବ୍ରେଷ୍ଟ ଲମ୍ପ ଯୋଉଗୁଡ଼ାକ ଥାଏ ମୋଷ୍ଟ ଲାଇକଲି ବିନାଇନ୍ ଥାଏ, କିନ୍ତୁ ଏଲ୍ଡରଲି ମାନଙ୍କର ବହୁତ ଚାନ୍ସ ଅଛି এটা କ୍ୟାନ୍ସରର। ତେଣୁ ଆମେ ଯେତେ ଆର୍ଲି ଡିଟେକ୍ଟ କରିପାରିବୁ ଆମେ ସେତେ ବେଟର ଟ୍ରିଟମେଣ୍ଟ କରିପାରିବୁ। तो ताले केते अर्ली आमे आरंभ कर परिबो सेल्फ एग्जामिनेशन ସେଲ୍ଫ ଏକ୍ଜାମିନେସନ ଆମେ ଆରାଉଣ୍ଡ ଏଜ୍ ଅଫ୍ 20 ରୁ ଷ୍ଟାର୍ଟ କରିପାରିବା, କିନ୍ତୁ ଆଉ ଗୋଟେ ଜିନିଷ ହେଉଛି ଯୋଉମାନଙ୍କର ସିମ୍ପଟମ୍ ଅଛି ଯୋଉମାନଙ୍କର ସିମ୍ପଟମ୍ ନାହିଁ। ଯୋଉମାନଙ୍କର ସିମ୍ପଟମ୍ ଅଛି ସେମାନେ ତ ତାଙ୍କୁ ଟେଷ୍ଟ ପାଇଁ ଯିବେ, କିନ୍ତୁ ଯୋଉମାନଙ୍କର ସିମ୍ପଟମ୍ ନାହିଁ କିନ୍ତୁ ଫ୍ୟାମିଲି ହିଷ୍ଟ୍ରି ଅଛି, ଯେମିତିକି ଆମେ ଯଦି ଭାବିବା ଯେ ଯଦି ମଦରଙ୍କର ବ୍ରେଷ୍ଟ କ୍ୟାନ୍ସର ଅଛି ଯୋଉଟାକି ଆରାଉଣ୍ଡ 50 ଏଜ୍ରେ ଯଦି ତାଙ୍କ ଷ୍ଟାର୍ଟ ହେଇଛି, ତାହେଲେ 10 ବର୍ଷ ପୂର୍ବରୁ ତାଙ୍କର ଡଟର ମାନଙ୍କୁ ବା ଝିଅମାନଙ୍କର ସ୍କ୍ରିନିଂ ଷ୍ଟାର୍ଟ କରିବା ଉଚିତ। ଆଉ ଯଦି ମଦରଙ୍କର 40 ଏଜ୍ରୁ ଯଦି ଷ୍ଟାର୍ଟ ହେଇଛି ତାହେଲେ ତାଙ୍କୁ ଏଜ୍ ଅଫ୍ 30ରୁ ଆମେ ଷ୍ଟାର୍ଟ କରିବା ଉଚିତ। around 2 lakh women each and every year India रे detect होंती breast cancer and somehow हमें देखचो गोटे बहुत rapid increase होची तो सर is there any particular reason behind this rapid increase in breast cancer numbers ବେସିକାଲି ଦୁଇଟା କାରଣ ହେଇପାରିବ। ଗୋଟେ ହେଉଛି ଯେ ଆମର ଆୱାରନେସ୍ ବଢ଼ିଛି ଗ୍ରାଜୁଆଲି, ଆମର ଯେତେ ସୋସିଆଲ ମିଡ଼ିଆ ହଉ ବା ଯେକୌଣସି ପ୍ଲାଟଫର୍ମ ହଉ, ସୋସିଆଲ ମିଡ଼ିଆ ବା ଅଦର ପ୍ଲାଟଫର୍ମ ଆୱାରନେସ୍ ବଢ଼ିବା ପରେ ଆମେ ତାକୁ ଆର୍ଲି ଡିଟେକ୍ଟ କରିପାରୁଛୁ ବା ପେସେଣ୍ଟ ଆମ ପାଖରେ ପହଞ୍ଚୁଛନ୍ତି ଯୋଉଟାକି ଆମେ ଡିଟେକ୍ଟ କରୁଛୁ। ଆଉ ଗୋଟେ ହେଲା ଲାଇଫଷ୍ଟାଇଲ। ଆଜିର ଲାଇଫଷ୍ଟାଇଲ ହେଉଛି ୱେଷ୍ଟର୍ଣ୍ଣ କଲଚର ବେସ୍ଡ। ଆମେ ଯେହେତୁ ମାନେ ଲେଟ୍ ମ୍ୟାରେଜ বা ଲେସ୍ ବ୍ରେଷ୍ଟ ଫିଡିଂ ଆଉ ଆମର ଯେମିତିକି ସ୍ମୋକିଂ, ଆଲକୋହଲ, ଓବେସିଟି ଏସବୁ ଚେଞ୍ଜେସ୍ ଅଛି ବା ଗ୍ରାଜୁଆଲି ଯେହେତୁ ସେଗୁଡ଼ାକ ମାନେ ଆମର ନର୍ମାଲ ଲାଇଫରୁ ଡେଭିଏଟ୍ କରୁଛି, ସେଗୁଡ଼ା ମଧ୍ୟ ରିସ୍କ ଫ୍ୟାକ୍ଟର ବଢ଼ଉଛି। एग्जांपल केते अर्ली डिटेक्शन टा इन केस ब्रेस्ट कैंसर रे होची हमें कहि परिबो कि क्योर हबार चांसेस टा बेटर अछि या फिर कंप्लीटली भी इन केस क्योर हे पारंती कि ब्रेस्ट कैंसर आर्ली डिटेक्शन हेले डेफिनेटली क्योर चांस बहुत अधिक थाए, कारण आर्ली स्टेज रे कैंसर सेल अलग एरिया को स्प्रेड न थाए। तेणु आम जदि ठीक समय आर्ली आम डिटेक्ट करूँ आम बेटर ट्रिटमेंट दे पारुछु एवं डेफिनेटली पेशेंट आउटकम बहुत भल रहे। तो वंस डिटेक्ट हला पर नेक्स्ट प्रोसीजर कोन था इफ आपण टिके हम व्यूअर्स मानु को कहि परिबे ଯେତେବେଳେ ଆମେ କୌଣସି ପେସେଣ୍ଟ ଆମ ପାଖକୁ ଆସନ୍ତି କିଛି ଅସୁବିଧା ଲାଗୁଛି ଭାବିକିରି, ତେବେ ଆମକୁ ଫାଷ୍ଟ ଦେଖିବାର ଅଛି ଯେ କ୍ଲିନିକାଲ ଏକ୍ଜାମିନେସନ କରିକି କେତେ ବଡ଼ ସାଇଜ୍ ଅଛି କିମ୍ବା ଆମର ଆକ୍ସିଲାରୀ ଲିମ୍ଫ ନୋଡ୍ ବା ନିୟରେଷ୍ଟ ଲିମ୍ଫ ନୋଡ୍ କିଛି ଆଫେକ୍ଟେଡ୍ ଅଛି କି ନାହିଁ, କିଛି ସ୍କିନ୍ ଚେଞ୍ଜେସ୍ କିଛି ଅଛି କି ନାହିଁ। ତାପରେ ଆମକୁ ମାମୋଗ୍ରାମ କରିବାକୁ ପଡ଼େ ଏବଂ ବାୟୋପ୍ସି ମଧ୍ୟ ନେବାକୁ ପଡ଼େ କନଫର୍ମ କରିବା ପାଇଁ। ଯଦି ଆମର ବାୟୋପ୍ସିରେ କନଫର୍ମ ହେଉଛି ତାହେଲେ ଆମେ କିଛି ସ୍ପ୍ରେଡ୍ ଅଛି କି ନାହିଁ ତା ପାଇଁ ମଧ୍ୟ ଆମେ ଟେଷ୍ଟ କରୁଛୁ, ଯେମିତିକି ପେଟ୍ ସିଟି ସ୍କାନ୍। ଆମେ ଜାଣିବାକୁ ପାଇବୁ ଯେ ପେସେଣ୍ଟର କେଉଁ ଷ୍ଟେଜ୍ରେ ଅଛି। ଯଦି ଆର୍ଲି ଷ୍ଟେଜ୍ ଥାଏ, ହର୍ମୋନ୍ ରିସେପ୍ଟର ସେଇ ଅନୁସାରେ ଥାଏ, ତେଣୁ ଦୁଇଟା ଅପସନ୍ ଆମ ପାଖରେ, ଆମେ ଫାଷ୍ଟ କିମୋଥେରାପି ଦେଇକି ତାପରେ ସର୍ଜରୀ ପାଇଁ ଦେଖିପାରିବୁ, ଅର୍ କିମୋଥେରାପି କମ୍ପ୍ଲିଟ୍ କଲା ପରେ ମଧ୍ୟ ଆମେ ସର୍ଜରୀ କରିପାରିବୁ।
depending on the stage of the patient and also the hormone receptor status. Sir, ଆପଣଙ୍କର ଗୋଟେ final message କଣ ରହିବ to anyone either who is suffering from breast cancer or to all the women out there? ଯୋଉମାନଙ୍କର କୌଣସି କ୍ୟାନ୍ସର ଲକ୍ଷଣ ନାହିଁ ବା କୌଣସି ଗେଟା ନାହିଁ ତେବେ ସେମାନଙ୍କୁ ମୁଁ କହିବି ଯେ ମନ୍ଥଲି ସେଲ୍ଫ ବ୍ରେଷ୍ଟ ଏକ୍ଜାମିନେସନ୍ ନିହାତି ଭାବରେ କରିବେ। Thank you so much, sir. ଆପଣ mostly ବହୁତ important questions को ଆମେ cover କରିପାରିଲେ and ଆପଣ ଆପଣଙ୍କ ବହୁମୂଲ୍ୟ time ଦେଲେ ଆମ ପାଇଁ କି। Thank you so much and in case any questions ଅଛି the audience is requested कि ଆପଣ reach out କରନ୍ତୁ ଆମ team will definitely guide you. Thank you, sir. Thank you. ନମସ୍କାର। Thank you.